ଭତ୍ତା ଟଙ୍କା ପାଇଁ ଆସିଲା ଖୁସି ଖବର। ହଜାର ହଜାର ଲକ୍ଷ ଲକ୍ଷ ହିତାଧିକାରୀ ଏହି ଭତ୍ତା ଟଙ୍କା ମାନେ ପାଉଛନ୍ତି, ଯେଉଁଟାକି ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ତାପରେ ବିଧବା ଭତ୍ତା। ଯେକୌଣସି ଭତ୍ତା ଟଙ୍କା ପାଇଁ ଆପଣମାନେ ଯଦି ଆବେଦନ କରୁଛନ୍ତି, ତାହେଲେ ଆପଣମାନେ ଯଦି ଯୋଗ୍ୟ ହିତାଧିକାରୀ ହୋଇଥିବେ, ତାହେଲେ ନିଶ୍ଚୟ ଏଥର ଆପଣମାନେ ଟଙ୍କା ପାଇବେ। ତ ଡେରି କାହିଁକି, ଆପଣମାନେ ଆଜି ସୁଦ୍ଧା ଆବେଦନ କରନ୍ତୁ ନିଜ ମୋବାଇଲ ସାହାଯ୍ୟରେ। ଆପଣମାନଙ୍କୁ 30 ଦିନ ଭିତରେ ଆପଣମାନଙ୍କର ଫର୍ମଟି ଏପ୍ରୁଭାଲ୍ ହେବ। ତାପରେ ଆପଣମାନେ ଆପଣମାନଙ୍କର ଭତ୍ତା ଟଙ୍କା ପାଇବେ। ତ ଦେଖନ୍ତୁ, ପୂର୍ବ ସରକାର ସମୟରେ କ'ଣ ଥିଲା ନା, ଯେଉଁ ପୂର୍ବ ହିତାଧିକାରୀ ମୃତ୍ୟୁବରଣ କରୁଥିଲେ ସେମାନଙ୍କୁ ନୂଆ ହିତାଧିକାରୀ ସେମାନଙ୍କ ଜାଗାରେ ଦିଆଯାଉଥିଲା। ତ ବର୍ତ୍ତମାନ ସରକାର କ'ଣ କରିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ହିତାଧିକାରୀଙ୍କ ଯଦି ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ହେଉଛି, ସେମାନଙ୍କୁ ଶୀଘ୍ର ଭତ୍ତା ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁଟାକି ଗତ ଓଡ଼ିଶା ବଜେଟରେ ଘୋଷଣା କରିସାରିଛନ୍ତି। ତ ଆପଣମାନଙ୍କୁ ଯଦି 60 ବର୍ଷରୁ ଅଧିକ ହେଉଛି, ଆଜି ସୁଦ୍ଧା ଆପଣମାନେ ଆବେଦନ କରନ୍ତୁ। ଆପଣମାନେ ନିଶ୍ଚୟ ବାର୍ଦ୍ଧକ୍ୟ ଭତ୍ତା ପାଇପାରିବେ। ତାପରେ ଆପଣମାନଙ୍କର ଭିନ୍ନକ୍ଷମ ଭତ୍ତା, ଦେଖନ୍ତୁ ଆପଣମାନଙ୍କର ଯଦି ଭିନ୍ନକ୍ଷମ ସାର୍ଟିଫିକେଟ୍ ଅଛି, ତାହେଲେ ଆପଣମାନେ ଆବେଦନ କରନ୍ତୁ, ନିଶ୍ଚୟ ଭତ୍ତା ପାଇବେ। ତାପରେ ବିଧବା ଭତ୍ତା, ଯେଉଁମାନେ ବିଧବା ଅଟନ୍ତି ସେମାନେ ଆଜି ସୁଦ୍ଧା ଆବେଦନ କରନ୍ତୁ। ନିଶ୍ଚୟ ଆପଣମାନଙ୍କୁ 30 ଦିନ ଭିତରେ ଆପଣମାନଙ୍କର ଫର୍ମଟି ଏପ୍ରୁଭାଲ୍ ହେବ। ତାପରେ ଆପଣମାନେ ଭତ୍ତା ଟଙ୍କା ଶୀଘ୍ର ପାଇବେ। ତ ଦେଖନ୍ତୁ, 6 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଯେଉଁଟାକି ସେମାନଙ୍କର ପେଣ୍ଡିଂ ଲିଷ୍ଟରେ ଥିଲା। ତ ବର୍ତ୍ତମାନ ରାଜ୍ୟ ସରକାର କ'ଣ କରିଛନ୍ତି, ସେହି 6 ଲକ୍ଷ ହିତାଧିକାରୀଙ୍କୁ ନିଶ୍ଚୟ ଭତ୍ତା ଟଙ୍କା ଶୀଘ୍ର ଦିଆଯିବ ବୋଲି ଗତ ଶୁକ୍ରବାର 20 ତାରିଖରେ ଓଡ଼ିଶା ବଜେଟରେ ଘୋଷଣା କରିଛନ୍ତି। ତ ଡେରି କାହିଁକି, ଆପଣମାନେ ଅତି ସୁନ୍ଦର ଭାବରେ ଆପଣମାନଙ୍କର ନିଜ ମୋବାଇଲ ସାହାଯ୍ୟରେ ଅତି ସହଜରେ ଆପଣମାନେ ଭତ୍ତା ଟଙ୍କା ପାଇଁ ଆବେଦନ କରନ୍ତୁ। କୌଣସି CSC ସେଣ୍ଟରକୁ ଆପଣମାନଙ୍କୁ ଯିବାକୁ ପଡ଼ିବନି। ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ ଅତି ସହଜରେ ଆପଣମାନେ କରିପାରିବେ। ତ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସର୍ବପ୍ରଥମେ ଆପଣମାନେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରନ୍ତୁ। ସେହି ବ୍ରାଉଜରରେ ଟାଇପ୍ କରନ୍ତୁ ssepd.gov.in। ତ ଆପଣମାନେ ଏହିପରି ସର୍ଚ୍ଚ କରନ୍ତୁ। ଦେଖନ୍ତୁ, ଆପଣମାନଙ୍କ ମୋବାଇଲକୁ ଏପରି ଇଣ୍ଟରଫେସ୍ ଆସିବ, ଯେଉଁଟାକି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆପଣମାନଙ୍କୁ ୱେବସାଇଟ୍ଟି ଖୋଲିଯିବ। ତାପରେ ଆପଣମାନେ ଅତି ସହଜରେ ଏଠାରେ ଆପଣମାନଙ୍କର ଭତ୍ତା ଟଙ୍କା ପାଇଁ ଆପଣମାନେ ଆବେଦନ କରିପାରିବେ। ତାପରେ ଯଦି ଆବେଦନ କରୁଛନ୍ତି, ତାହେଲେ ଆପଣମାନଙ୍କର ଷ୍ଟାଟସ୍ ମଧ୍ୟ ଆପଣମାନେ ଏହି ୱେବସାଇଟ୍ ସାହାଯ୍ୟରେ ଚେକ୍ କରିପାରିବେ। ପ୍ରଥମେ ଆପଣମାନେ ଭତ୍ତା ଟଙ୍କା କିପରି ଆବେଦନ କରିବେ ତାହା ପ୍ରଥମେ ଜାଣନ୍ତୁ। ତ ଆପଣମାନେ ଟିକେ ଟିକେ ତଳକୁ ସ୍କ୍ରଲ୍ କରିବେ। ତ ଏଠାରେ ଦେଖନ୍ତୁ, ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଅଛି। ଭତ୍ତା ଯୋଜନା ଅଛି। ତାପରେ ବିବାହ ପ୍ରୋତ୍ସାହନ ପାଇଁ ଆପଣମାନେ ଯଦି ଆବେଦନ କରିବେ, ତ ଆପଣମାନେ ବିବାହ ପ୍ରୋତ୍ସାହନ ଉପରେ କ୍ଲିକ୍ କରି ଆପଣମାନେ ଆବେଦନ କରିପାରିବେ। ତାପରେ ଏଠାରେ ଅଛି ବାଣୀଶ୍ରୀ ଛାତ୍ରବୃତ୍ତି ଯୋଜନା, ତାପରେ ବାଣୀଶ୍ରୀ ଛାତ୍ରବୃତ୍ତି ଉଚ୍ଚ ପ୍ରାଥମିକ ଏବଂ ତଦୁର୍ଦ୍ଧ୍ୱ, ତାପରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଲ୍ୟାପଟପ୍। ତ ଆପଣମାନେ ସବୁକିଛି ଡିଟେଲ୍ସ ଏଠାରେ ଭତ୍ତା ଟଙ୍କା ପାଇଁ ଯଦି ଆବେଦନ କରୁଛନ୍ତି କିମ୍ବା ସ୍କଲାରସିପ୍ ପାଇଁ ଆବେଦନ କରୁଛନ୍ତି, ଆପଣମାନେ ଏଠାରେ ଆବେଦନ କରିପାରିବେ। ତ ବର୍ତ୍ତମାନ ଜାଣିବା ଆମେ ଭତ୍ତା ଟଙ୍କା ପାଇଁ କେଉଁ ଯୋଜନା ଉପରେ କ୍ଲିକ୍ କରିବା। ତ ଆପଣମାନେ ସର୍ବପ୍ରଥମେ ଭ୍ୟୁ ମୋର୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣମାନେ ଟିକେ ଟିକେ ତଳକୁ ସ୍କ୍ରଲ୍ କରନ୍ତୁ। ଦେଖନ୍ତୁ, ଏଠାରେ ଲାଷ୍ଟରେ ଅଛି ଭତ୍ତା ଯୋଜନା। ତ ଆପଣମାନେ ତାରି ଉପରେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ, ୱେବସାଇଟ୍ଟି ଖୋଲିଯାଇଛି। ଆପଣମାନେ ଏଠାରେ ଦେଖିପାରୁଥିବେ ଆପ୍ଲିକେସନ୍ ଫର୍ ବେନିଫିସିଆରୀ ଅଛି।
तापरे आपण माने एठारे चूज स्कीम उपरे आपण माने सिलेक्ट करंतु। तो एठारे देखंतु आपण मानकर सब किछि स्कीम आसी जाइछि जेउटा कि सोशल सिक्युरिटी पेंशन स्कीम, फ्री लैपटॉप कंट्रीब्यूशन, फ्री लैपटॉप डिस्ट्रीब्यूशन अच्छी, तापरे वाणीश्री स्कॉलरशिप अच्छी, तापरे मैरिज इंसेंटिव अच्छी, सब किछि स्कीम अच्छी। आपण माने सर्वप्रथमे आपण माने सोशल सिक्युरिटी पेंशन उपरे आपण माने क्लिक करिवे, तापरे आपण माने प्रोसीड उपरे क्लिक करिवे। तो देखंतु एपरी इंटरफेस आसीबो। तो आपण माने सर्वप्रथमे आपण माने देखंतु पेंशन टाइप उपरे क्लिक करिवे। तो आपण माने ओल्ड एज पेंशन उपरे क्लिक करिवे। तो देखंतु अनेक योजना एठारे आसी जाइछि। ओल्ड एज पेंशन, विडो पेंशन जेउटा कि विधवा भत्ता, डिसेबिलिटी पेंशन, अनेक किछि पेंशन अछि एठारे। आपण माने ओल्ड एज पेंशन उपरे आपण माने क्लिक करंतु। तापरे देखंतु एठारे नेम आज आधार, देखंतु आपण मानकर आधार कार्ड रे जेउ परी नाम अछि आपण माने सही नाम को एठारे एंटर करंतु। तो आपण माने मने रखंतु, आपण माने फॉर्म भरिबा पूर्वरु आपण माने मने रखंतु आपण मानकर ना किंबा जे कोनोसी आपण डिटेल्स देले आपण माने कैपिटल लेटर रे लिखिबे। तो मु एक एग्जांपल ले कि आपण माननकु कहूछि गंगाधर कुमार, आपण मानकर नाम एठारे एंटर करंतु। तापरे एठारे देखंतु फादर्स एवं स्पाउस नेम अछि। तो आपण मानकर जदि मेल कैंडिडेट आपण माने आवेदन करूछंती ताहेले आपण मानकर बापांक नाम एठारे दियंतु। जदि आपण माने फीमेल कैंडिडेट आवेदन करूछंती ताहेले आपण मानकर एठारे हजबैंड नाम दियंतु। तो आपण मानकर जेउ मेल किंबा फीमेल हिसाब रे आपण माने एठारे एंटर करंतु। तापरे आपण मानकर आसिला डेट ऑफ बर्थ, देखंतु एठारे अछि डेट ऑफ बर्थ। आपण मानकर डेट ऑफ बर्थ को आपण माने सिलेक्ट करंतु। एठारे कैलेंडर टी आसी जाइछि। तो आपण मानकर सही कैलेंडर हिसाब रे आपण माने क्लिक करंतु। तो मु एक एग्जांपल ले कि आपण मानकु क्लिक करूछि। तापरे एठारे देखंतु एज ऑटोमेटिक आसी जाउछि। तापरे आपण मानकर टिके स्क्रॉल करंतु, एज प्रूफ बोली लिखा है देखंतु। तो आपण मानकर एठारे पीडीएफ फाइल टी आपण माने एठारे एंटर करिवे जेउटा कि आपण मानकर मेन हला आधार कार्ड। तो आपण मानकर आधार कार्ड को एठारे एंटर करिवे जेउटा कि आधार कार्ड एवं भोटर कार्ड को आपण माने एठारे एंटर करिवे। तो देखंतु आपण मानकर आधार कार्ड रे जेउ परी आपण मानकर बयस अछि भोटर कार्ड रे मध्य सेम थिबा आवश्यक। जदि टिके एपट सेपट हेउछि आपण माने भत्ता टंका पाई परिबे नाही। तेनु आपण मानकर आधार एवं भोटर कार्ड को आपण माने सर्वप्रथमे चेक करंतु। तो देखंतु आपण मानकर आधार एवं भोटर को गोटिए पीडीएफ फॉर्मेट रे आपण माने क्लिक करी 1 MB भितरे जेउटा कि आवश्यक होइथिबा दरकार आपण मानकर 1 MB भितरे आपण माने पीडीएफ फॉर्मेट क्रिएट करंतु। तापरे एठारे आपण मानकर चूज फाइल देखंतु लेखा हिची तारि उपरे आपण माने क्लिक करी आपण मानकर डॉक्यूमेंट्स को एंटर करंतु। तापरे अछि देखंतु एठारे जेंडर, आपण मानकर जेंडर को सिलेक्ट करंतु मेल किंबा फीमेल। तापरे आसिला आधार नंबर। तो देखंतु आपण मानकर आधार नंबर को एठारे आपण माने एंटर करि परिबे। तापरे आपण मानकर वेरीफाई आधार उपरे आपण माने क्लिक करिवे। तो देखंतु एठारे टिप मार्क लगई आपण माने सबमिट उपरे क्लिक करिवे। तापरे आपण माने देखि पारुथबे एठारे आधार स्कैन कॉपी अछि। तो आपण मानकर आधार को एठारे पीडीएफ फाइल रे ओपन आपण मानकर आधार को एठारे आपण मानकर पीडीएफ रे आपण माने जेउटा कि आपण माने पीडीएफ फॉर्मेट रे एठारे एंटर करिवे। तापरे आपण माननकु देखौछि इठारे मोबाइल नंबर अछि। देखंतु आपण मानकर आधार रे जे मोबाइल नंबर टी अछि सही मोबाइल नंबर एठारे देई दियंतु। तापरे देखंतु आसीछि आपण मानकर स्टेट। तो आपण मानकर स्टेट ऑटोमेटिक आपण मानकर शो करूछि। तापरे अछि डिस्ट्रिक्ट
ଆପଣମାନଙ୍କର ଡିଷ୍ଟ୍ରିକ୍ଟକୁ ଏଠାରେ କ୍ଲିକ୍ କରି ଆପଣମାନେ ଏଣ୍ଟର କରନ୍ତୁ। ତାପରେ ଦେଖନ୍ତୁ ଏଠାରେ ଆପଣମାନଙ୍କର ଲେଖା ହୋଇଛି ଅପଲୋଡ଼ ଇମେଜ୍। ତ ଜେପିଜି ଫର୍ମାଟ୍ରେ ଆପଣମାନଙ୍କର ଏଠାରେ ପାସପୋର୍ଟ ସାଇଜ୍ ଫଟୋକୁ ଆପଣମାନେ ଏଠାରେ କ୍ଲିକ୍ କରି ଆପଣମାନଙ୍କର ଜେପିଜି ଫର୍ମାଟ୍ରେ ଆପଣମାନେ ଅପଲୋଡ଼ କରିବେ। ତାପରେ ଦେଖନ୍ତୁ ଏଠାରେ ଲେଖା ହେଇଛି ସବ୍ ଡିଭିଜନ୍। ତ ଆପଣମାନଙ୍କର ସବ୍ ଡିଭିଜନ୍କୁ କ୍ଲିକ୍ କରନ୍ତୁ ଆପଣମାନଙ୍କର। ତାପରେ ଦେଖନ୍ତୁ ଆପଣମାନଙ୍କର ଆଡ୍ରେସ୍ ଅଛି, ସେହି ଆଡ୍ରେସ୍କୁ ଆପଣମାନେ କ୍ଲିକ୍ କରି ଆପଣମାନଙ୍କର ଆଡ୍ରେସ୍କୁ ଏଠାରେ ଏଣ୍ଟର କରନ୍ତୁ। ତାପରେ ହାଉସ୍ ନମ୍ବର କିମ୍ବା ପ୍ଲଟ୍, ତ ଆପଣମାନଙ୍କର ହାଉସ୍ ନମ୍ବର ଏଠାରେ କିମ୍ବା ପ୍ଲଟ୍ ନମ୍ବର ନ ଦେଲେ ବି କିଛି ଆବଶ୍ୟକତା ନାହିଁ, ଯେହେତୁ ଷ୍ଟାର୍ ମାର୍କ ଏଠାରେ ନାହିଁ। ଯେଉଁଟା ଷ୍ଟାର୍ ମାର୍କ ଅଛି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆପଣମାନଙ୍କୁ ଫର୍ମଟି ଫିଲ୍ଅପ୍ କରିବାକୁ ପଡ଼ିବ। ତାପରେ ଦେଖନ୍ତୁ ଏଠାରେ ପିନ୍ ଅଛି, ପିନ୍ ନମ୍ବର ଆପଣମାନଙ୍କର ଦେଇଦିଅନ୍ତୁ। ତାପରେ ଦେଖନ୍ତୁ ଏଠାରେ ସୋସିଆଲ କ୍ୟାଟେଗୋରୀ ଅଛି, ତ ଆପଣମାନଙ୍କର କାଷ୍ଟକୁ ଏଠାରେ ସିଲେକ୍ଟ କରନ୍ତୁ। ତାପରେ ମେନ୍ ଦେଖନ୍ତୁ ଏଠାରେ ଇନକମ୍ ସାର୍ଟିଫିକେଟ୍ ବା RI ରିପୋର୍ଟ ବା BPL କାର୍ଡ଼ ଅଛି। ତ ଆପଣମାନଙ୍କର ଯଦି ଇନକମ୍ ସାର୍ଟିଫିକେଟ୍ ଅଛି ତାହେଲେ ଆପଣମାନେ ଇନକମ୍ ସାର୍ଟିଫିକେଟ୍କୁ ଏଠାରେ PDF ଫାଇଲ୍ରେ ଏଣ୍ଟର କରନ୍ତୁ। ନହେଲେ ଆପଣମାନଙ୍କର RI ରିପୋର୍ଟ ଗୋଟିଏ ନେଇ ଆସିବେ, ଯେଉଁଟାକି ଭତ୍ତା ଟଙ୍କା ପାଇଁ ଆବେଦନ କରୁଛି, RI ରିପୋର୍ଟ ଟିକିଏ ଦରକାର ବୋଲି ସେଠାରେ ଅଫିସରମାନଙ୍କୁ କହିବେ। ତାପରେ RI ରିପୋର୍ଟଟି ଯଦି RI ରିପୋର୍ଟ ଆଣୁଛନ୍ତି, RI ରିପୋର୍ଟ ଦେଲେ ମଧ୍ୟ ଏଠାରେ ଚଲିବ। ତାପରେ ଆପଣମାନଙ୍କର ଯଦି BPL କାର୍ଡ଼ ଅଛି ତାହେଲେ BPL କାର୍ଡ଼ର ଫଟୋ ମଧ୍ୟ ଏଠାରେ ଅପଲୋଡ଼ କରିବାକୁ ପଡ଼ିବ। ଯେକୌଣସି ଗୋଟିଏ ଆପଣମାନେ ଆଣନ୍ତୁ, ତାପରେ ଏଠାରେ ଏଣ୍ଟର କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ଏଡ଼ିସନାଲ୍ ଡକୁମେଣ୍ଟସ୍ ଅଛି। ଯଦି ଆପଣମାନଙ୍କର ଅନ୍ୟ କିଛି ଡକୁମେଣ୍ଟସ୍ ଅଛି ତାହେଲେ ଏଠାରେ ଆପଣମାନେ ଏଣ୍ଟର କରନ୍ତୁ। ତାପରେ ଦେଖନ୍ତୁ ଏଠାରେ ଥମ୍ବ ବା ସିଗ୍ନେଚର, ଦେଖନ୍ତୁ ଆପଣମାନଙ୍କର ସିଗ୍ନେଚରକୁ ଏଠାରେ ଅପଲୋଡ଼ କରନ୍ତୁ। ଯଦି ଆପଣମାନେ ସିଗ୍ନେଚର ଦେଇ ଜାଣୁନାହାନ୍ତି, ଯଦି ଆପଣମାନେ ଟିପ ଚିହ୍ନ ଦିଅନ୍ତି, ସେହି ଟିପ ଚିହ୍ନକୁ ଆପଣମାନେ ଗୋଟିଏ ସାଦା କାଗଜରେ ଫଟୋ ଉଠାଇ ଆପଣମାନେ ଏଠାରେ ଅପଲୋଡ଼ କରିପାରିବେ। ତାପରେ ଆପଣମାନଙ୍କର ଦେଖନ୍ତୁ ଏଠାରେ ବ୍ୟାଙ୍କ ଡିଟେଲ୍ସ ଅଛି, ଆପଣମାନଙ୍କର ବ୍ୟାଙ୍କ ଅଫ୍ ଟାଇପ୍ ଲେଖା ହେଇଛି। ତାପରେ ଆକାଉଣ୍ଟ ହୋଲ୍ଡରଙ୍କର ନାମ ଅଛି, ସବୁକିଛି ଆକାଉଣ୍ଟ ନମ୍ବର ସବୁକିଛି ଆପଣମାନେ ଏଠାରେ ଏଣ୍ଟର କରନ୍ତୁ। ତାପରେ ଦେଖନ୍ତୁ ଚୁଜ୍ IFSC କୋଡ଼, ତାପରେ ଚୁଜ୍ ବ୍ୟାଙ୍କ, ତାପରେ ଚୁଜ୍ ବ୍ରାଞ୍ଚ ସବୁକିଛି। ଯଦି IFSC କୋଡ଼ ଆପଣମାନେ ଦେଇ ଦେଉଛନ୍ତି ସବୁକିଛି ଡିଟେଲ୍ସ ଏଠାରେ ଆସିଯିବ। ତାପରେ ଦେଖନ୍ତୁ ପାସବୁକ୍ ଲେଖା ହେଇଛି, ତ ପାସବୁକ୍ର ଫ୍ରଣ୍ଟ ପେଜ୍କୁ ଆପଣମାନେ ଏଠାରେ ଏଣ୍ଟର କରିବେ। ତାପରେ ଲାଷ୍ଟରେ ଅଛି ଡିକ୍ଲାରେସନ୍, ତ ଦେଖନ୍ତୁ IMR ବା MRS ଗଙ୍ଗାଧର କୁମାର ଟ୍ରୁଲି ଡିକ୍ଲାର୍ଡ ଦ୍ୟାଟ୍। ତ ଆପଣମାନେ ଏଠାରେ ଟିପ ଚିହ୍ନକୁ ମାରିଦେବେ। ତାପରେ ଦେଖନ୍ତୁ ଏଠାରେ ସମସ୍ତ ଟିପ ଚିହ୍ନକୁ ଆପଣମାନେ ଦେଇଦେବେ। ତାପରେ ଆପଣମାନେ ଏଠାରେ ସବମିଟ୍ ଉପରେ ଆପଣମାନେ ଲାଷ୍ଟରେ କ୍ଲିକ୍ କରିବେ, ତ ଆପଣମାନଙ୍କର ଫର୍ମଟି ସବମିଟ୍ ହୋଇଯିବ। ତାପରେ ଆପଣମାନଙ୍କୁ 30 ଦିନ ଭିତରେ ଆପଣମାନଙ୍କର ଯଦି ଯୋଗ୍ୟ ହିତାଧିକାରୀ ହୋଇଥିବେ ତାହେଲେ ଆପଣମାନେ 30 ଦିନ ଭିତରେ ଆପଣମାନଙ୍କର ଫର୍ମଟି ଆପ୍ରୁଭାଲ୍ ହୋଇଯିବ। ତାପରେ ଆପଣମାନଙ୍କୁ ଭତ୍ତା ଟଙ୍କା ସରକାର ଦେବେ। ତ ଆପଣମାନେ ସବୁକିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିଲେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।